ମାନେ ପରିସ୍ଥିତି ପୁରା ଜଟିଳ କେତେ ଆଣିଛନ୍ତି ମାନେ କାର୍ ଯିବା ଗାଡ଼ିରେ ଯାଉଛନ୍ତି ଗୋମାତା। ଆଜି ଦେଖନ୍ତୁ ଓଡ଼ିଶାରେ ମାନେ ଦେଖନ୍ତୁ ସର୍ବଶ୍ରେଷ୍ଠ ମାନ୍ୟବର ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ଓଡ଼ିଶା ଗସ୍ତ। ପୁଣି ଦେଖନ୍ତୁ ଆଜି ଶାମ୍ବ ଦଶମୀ, ଏଠି ଗୋମାତାଙ୍କର କ୍ଷୀର ଆଜିର ଦିନରେ କ୍ଷୀର ନହେଲେ ପୂଜା ହୁଏନି। ଶାମ୍ବ ଦଶମୀ କେଉଁ ଭଳିଆ କାର୍ଯ୍ୟ କରୁଥିଲେ ଦେଖନ୍ତୁ। ଆମ ଗୋମାତା ଓଡ଼ିଶାରେ ରହିବା ଦରକାର, ଏଇଥିପାଇଁ ରହିବା ଦରକାର। ସରକାର ଯେତେବେଳେ ବିଚାରଧାରା ସରକାର କହିଛନ୍ତି ଅଭୟାରଣ୍ୟ ଗୋ ଅଭୟାରଣ୍ୟ ହେବ, ତେଣୁ ଗୋ ଅଭୟାରଣ୍ୟ କାହିଁ ଗୋମାତା ରହିବା ପାଇଁ ଓଡ଼ିଶାରେ ଜାଗା ରଖୁନାହାନ୍ତି, କେମିତି ରହିବେ ଗୋମାତା? ତେଣୁ ଗୋମାତାଙ୍କୁ ଓଡ଼ିଶା ବାହାରକୁ ନିଅନ୍ତୁନି ଆଜ୍ଞା, ଗୋମାତାଙ୍କୁ ଓଡ଼ିଶାରେ ସୁରକ୍ଷା ଦିଅନ୍ତୁ। ସରକାର ଆପଣଙ୍କ ପ୍ରତି ଆଶୀର୍ବାଦ ହେବ। ନରେନ୍ଦ୍ର ମୋଦି ଆସୁଛନ୍ତି, ସେମାନେ କ'ଣ ଜାଣିନାହାନ୍ତି? ଆଉ ମହାରାଷ୍ଟ୍ରରୁ ଯାଉଛନ୍ତି କାଲକାଟା ହାଟକୁ, ମାନେ କ'ଣ ହେଇଥାନ୍ତେ ଆଜ୍ଞା? ତାଙ୍କୁ ଖାଇ ପିଇକି 2 ଦିନରେ ଝାଡ଼ା ଫେରି ଦେଇଥାନ୍ତେ। ଆମେ ଗୋମାତାଙ୍କୁ ଏମିତି କରିବାକୁ ଦେବୁନି। ଯେଉଁ କଣ୍ଟେନରରେ କାର ପରିବହନ କରାଯାଏ ସେହି କଣ୍ଟେନରରେ ହେଉଥିଲା ଗୋଚାଲାଣ। ଯେପରି କାହାରି ସନ୍ଦେହ ହେବ ନାହିଁ, ସେହିପରି ଭାବରେ 38 ରୁ ଉର୍ଦ୍ଧ୍ୱ ବିଶାଳ ନନ୍ଦୀ ଓ ବଳଦକୁ ବୁଝେଇ କରି ଆନ୍ଧ୍ରପ୍ରଦେଶରୁ ୱେଷ୍ଟବେଙ୍ଗଲକୁ ଚୋରାରେ ଚାଲାଣ ହେଉଥିଲା। ତେବେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ନିକଟସ୍ଥ ରାସ୍ତାରେ ଏହି କଣ୍ଟେନରଟି ଯାଉଥିବା ବେଳେ ମର୍ଣ୍ଣିଂ ୱାକ୍ରେ ବାହାରିଥିବା କିଛି ଲୋକମାନେ କଣ୍ଟେନରଟିକୁ ଦେଖିଥିଲେ। ଏହି ସମୟରେ ହଠାତ୍ କଣ୍ଟେନରଟି ବ୍ରେକ୍ ମାରି ରାସ୍ତା କଡ଼ରେ ଅଟକି ଯିବାରୁ ସେଠାରେ ପ୍ରବଳ ଧୂଳି ଉଡ଼ିଥିଲା। ତେଣୁ ମର୍ଣ୍ଣିଂ ୱାକ୍ରେ ଯାଉଥିବା ଲୋକମାନେ କଣ୍ଟେନର ନିକଟକୁ ଆସି ଏପରି କାହିଁକି ବ୍ରେକ୍ ମାରିଲ ବୋଲି ପଚାରିବା ସହ କଣ୍ଟେନର ଭିତରେ କ'ଣ ରହିଛି ବୋଲି ପଚାରିଥିଲେ। ତେଣୁ ଗୋ ମାଫିଆ ମାନେ କଣ୍ଟେନର ଭିତରେ କାର ରହିଛି ବୋଲି କହିଥିଲେ ମଧ୍ୟ କଣ୍ଟେନର ଭିତରୁ ଧଡ଼ ଧଡ଼ ଶବ୍ଦ ଶୁଭିବାରୁ ଲୋକଙ୍କର ସନ୍ଦେହ ହୋଇଥିଲା। ତେଣୁ ସେମାନେ କଣ୍ଟେନର ସାମ୍ନାରେ ଛିଡ଼ା ହୋଇ ପୁଣି କଣ୍ଟେନର ଭିତରେ କ'ଣ ଅଛି ବୋଲି ପଚାରିଥିଲେ। ଏହି ସମୟରେ ଗୋ ମାଫିଆ ମାନେ ସେମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେବାକୁ ଡ୍ରାଇଭରଙ୍କୁ କହିଥିଲେ, କିନ୍ତୁ ଲୋକମାନେ ଡରି ନ ଯାଇ ସଙ୍ଗେ ସଙ୍ଗେ ଖୋର୍ଦ୍ଧା ଗୋ ସେବକ ମାନଙ୍କୁ ଫୋନ କରିଥିଲେ। ତେଣୁ ତୁରନ୍ତ ଗୋ ସେବକ ମାନେ ଘଟଣାସ୍ଥଳରେ ପହଞ୍ଚି ଶିଳ୍ପାଞ୍ଚଳ ପୁଲିସ ସହଯୋଗରେ 38 ରୁ ଉର୍ଦ୍ଧ୍ୱ ବିଶାଳ ନନ୍ଦୀ ଓ ବଳଦକୁ ଉଦ୍ଧାର କରିଛନ୍ତି। ଆଉ କଣ୍ଟେନର ଭିତରେ ଥିବା ଗୋ ମାଫିଆ ମାନଙ୍କୁ ମଧ୍ୟ ଅଟକ ରଖାଯାଇଛି। ସେପଟେ ରାଜ୍ୟରେ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ଚାଲିଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସିଛନ୍ତି। ଏପରି ସମୟରେ ପୁଲିସ ଏବଂ ଗୁଇନ୍ଦା ବିଭାଗ ଜାଗ୍ରତ ରହିଥିଲେ ବି ଗୋ ମାଫିଆ ମାନେ କାର ପରିବହନ କରାଯାଉଥିବା କଣ୍ଟେନର ଭିତରେ ଗୋରୁଗୁଡ଼ିକୁ ଚାଲାଣ କରୁଥିବା ଦେଖିବାକୁ ମିଳିଥିଲା। ତେଣୁ ଏଥିପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଗୋ ସେବକମାନେ ଦାବି କରିଥିବା ବେଳେ ଯଦି ଆଗାମୀ ଦିନରେ ଗୋମାତା ଚାଲାଣ ହେଉଥିବା ଗାଡ଼ି ଜବତ ହୁଏ ତାହେଲେ ସେହି ଗାଡ଼ିରେ ନିଆଁ ଲଗାଇ ଦେବେ ବୋଲି କହିଛନ୍ତି। କାଲି ରାତିରେ ଆପଣ ଜୟ ଶ୍ରୀରାମ, ଜୟ ଗୋମାତା। କାଲି ରାତିରେ ନୁହେଁ, ସବୁଦିନ ରାତିରେ ସବୁ ହେଇ ଚାଲିଛି। କାଲି ରାତିରେ କିଛି ମର୍ଣ୍ଣିଂ ୱାକ୍ରେ ଆସୁଥିଲେ ଭାଇମାନେ, ସେମାନେ କଲେକ୍ଟର ଅଫିସରୁ ବରୁଣୀ ରାସ୍ତାରେ ଆସିଲେ, ଗୋଟେ ଗାଡ଼ି ହଠାତ୍ ଏଇ କଣ୍ଟେନର ଲେଫ୍ଟ ସାଇଡ଼୍ରେ ସାଇଡ଼୍ କଲା। ଗାଡ଼ି ଧୂଳି ଉଡ଼ିଲା ପରେ ସେମାନେ ବ୍ୟତିବ୍ୟସ୍ତ ହେଇକି ଗାଡ଼ିକୁ ଯାଇକି ଆଗରେ ପଚାରିଥିଲେ କ'ଣ ଏତେ ଜୋର କ'ଣ ଗାଡ଼ି ରଖିଲ? ତାପରେ କହିଲେ ଗାଡ଼ିରେ କ'ଣ ଅଛି? କହିଲେ ଗାଡ଼ିରେ କାର୍ ଅଛି। କାର୍ ହେଲା ପରେ ସେମାନେ ସାଉଣ୍ଡ ଧଡ଼ଧାଡ଼ ସାଉଣ୍ଡ ଶୁଭିଥିଲେ। ଶୁଣିଲେ ତାଙ୍କୁ ସନ୍ଦେହ ହେଇଥିଲା। ଗାଡ଼ି ଆଗକୁ ଯେତେବେଳେ ଆସିଲେ ସେ ଗାଡ଼ିରେ 5 ଜଣ ଥିଲେ। ସେ 5 ଜଣ ଭିତରୁ ଗାଡ଼ି ଚଢ଼େଇ ଦେବେ କହିଲେ, ସାଲେକୁ ଗାଡ଼ି ଚଢ଼ା ଦो, ମାନେ ହିନ୍ଦୀରେ ତାଙ୍କୁ କହିଥିଲେ। ସେ ସାଙ୍ଗେ ସାଙ୍ଗେ ଗୋ ସୁରକ୍ଷା ଟିମ୍ର ନମ୍ବର ତାଙ୍କ ପାଖରେ ଥିଲା। ସେମାନେ ଫୋନ୍ କରିବା ପରେ ପାଖାପାଖି ଭୋର ହେଇଯାଇଥିଲା, ପାଖାପାଖି ସମସ୍ତେ ଆସି ପହଞ୍ଚିଲୁ ସେ ଜାଗାରେ। ପହଞ୍ଚିବା ପରେ ଆମେ ଦେଖିବା ପାଇଲୁ, ଦେଖନ୍ତୁ 35 ରୁ 38ଟା ବଳଦ, ଖାଲି ବଳଦ ସେଥିରେ ଲୋଡ଼ ହେଇଛନ୍ତି। ସେମାନଙ୍କ ଭିତରୁ ରଡ଼ ବାହାର କଲେ, ଯୋଡ଼ାଏ ଟୋକା ତାଙ୍କ ଭିତରୁ ରଡ଼ 5 ଜଣ ଭିତରୁ ଯୋଡ଼ାଏ ରଡ଼ ବାହାର କରିକି କହିଲେ ମାରୋ ସାଲେଙ୍କୁ ରୋଡ଼ ପେ ଡାଲ ଦୋ। କହିବା ଭିତରେ ସବୁ ଯେତେବେଳେ ସଂଖ୍ୟା ଅଧିକ ହେଲେ ସେମାନଙ୍କୁ ଆମେ ଅଟକାଇବାରେ ସଫଳ ହେଇଥିଲୁ। ଆଉ ଦେଖନ୍ତୁ ଆଜି ଦେଖନ୍ତୁ ଓଡ଼ିଶାରେ ମାନେ ଦେଖନ୍ତୁ ସର୍ବଶ୍ରେଷ୍ଠ ମାନ୍ୟବର ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ଓଡ଼ିଶା ଗସ୍ତ। ପୁଣି ଦେଖନ୍ତୁ ଆଜି ଶାମ୍ବ ଦଶମୀ, ଏଠି ଗୋମାତାଙ୍କର କ୍ଷୀର ଆଜିର ଦିନରେ କ୍ଷୀର ନହେଲେ ପୂଜା ହୁଏନି। ଶାମ୍ବ ଦଶମୀ କେଉଁ ଭଳିଆ କାର୍ଯ୍ୟ କରୁଥିଲେ ଦେଖନ୍ତୁ। ଆମ ଗୋମାତା ଓଡ଼ିଶାରେ ରହିବା ଦରକାର, ଏଇଥିପାଇଁ ରହିବା ଦରକାର। ସରକାର ଯେତେବେଳେ ବିଚାରଧାରା ସରକାର କହିଛନ୍ତି ଅଭୟାରଣ୍ୟ ଗୋ ଅଭୟାରଣ୍ୟ ହେବ, ତେଣୁ ଗୋ ଅଭୟାରଣ୍ୟ କାହିଁ ଗୋମାତା ରହିବା ପାଇଁ ଓଡ଼ିଶାରେ ଜାଗା ରଖୁନାହାନ୍ତି, କେମିତି ରହିବେ ଗୋମାତା? ତେଣୁ ଗୋମାତାଙ୍କୁ ଓଡ଼ିଶା ବାହାରକୁ ନିଅନ୍ତୁନି ଆଜ୍ଞା, ଗୋମାତାଙ୍କୁ ଓଡ଼ିଶାରେ ସୁରକ୍ଷା ଦିଅନ୍ତୁ। ସରକାର ଆପଣଙ୍କ ପ୍ରତି ଆଶୀର୍ବାଦ ହେବ। ନରେନ୍ଦ୍ର ମୋଦି ଆସୁଛନ୍ତି, ସେମାନେ କ'ଣ ଜାଣିନାହାନ୍ତି? ଆଉ ମହାରାଷ୍ଟ୍ରରୁ ଯାଉଛନ୍ତି କାଲକାଟା ହାଟକୁ, ମାନେ କ'ଣ ହେଇଥାନ୍ତେ ଆଜ୍ଞା? ତାଙ୍କୁ ଖାଇ ପିଇକି 2 ଦିନରେ ଝାଡ଼ା ଫେରି ଦେଇଥାନ୍ତେ। ଆମେ ଗୋମାତାଙ୍କୁ ଏମିତି କରିବାକୁ ଦେବୁନି। ଆଉ ମନେ ରଖନ୍ତୁ, ଯଦି ଏମିତି ଆଉ ବାରମ୍ବାର ହେବ, କୁହା ହେଉଛି ବୋଲି ଭାବୁନି, ଆମେ ବାରମ୍ବାର କହୁଛୁ, ଆଉ ବାରମ୍ବାର ହେବ ଗାଡ଼ିରୁ ଓହ୍ଲେଇ ଦେବୁ, ଲୋକଙ୍କ ସହ ଗାଡ଼ିରେ ନିଆଁ ଲଗାଇ ଦେବୁ। ଏଇଟା ଆମର ଦାବି ରହିଲା। ଆଉ ଯଦି ନିଆଁ ଲାଗିବ ଗୋଟେ ଥର, ସରକାର ଜାଣିବ ଗାଡ଼ିରେ ମୋଗଲଙ୍କୁ ପୋଡ଼ିଦେଲେ।